ରଙ୍ଗର ପର୍ବ ହୋଲି ସ୍ପନ୍ଦନଶୀଳ, ଆନନ୍ଦମୟ ଓ ମିଳନ ଉଚ୍ଚାଟିତ। ଏହି ବର୍ଣ୍ଣାଢ୍ୟ ଉତ୍ସବ ନବବସନ୍ତର ନବଜୀବନ ଓ ଉର୍ଜାକୁ ସ୍ୱାଗତ କରେ। ଫଗୁ ପୂର୍ଣ୍ଣମୀର ସନ୍ଧ୍ୟାରେ ହୋଲିକା ଦହନ ରୂପକ ଅଗ୍ନି ଉତ୍ସବରୁ ହୋଲି ଉତ୍ସବର ପାଳନ ଆରମ୍ଭ ହୋଇଥିଲା। ହୋଲିରେ ଧାର୍ମିକ ଅନୁଷ୍ଠାନ ନାହିଁ, କିନ୍ତୁ ଧାର୍ମିକ ଭାବନା ଏହାର ଅନ୍ତଃସ୍ରୋତ। ହୋଲି ଏକ ଭାରତୀୟ ପର୍ବ ହେଇଥିଲେ ହେଁ ଏବେ ସାରା ବିଶ୍ୱରେ ଏହା ପ୍ରସାର ଲାଭ କରିଛି। ରଙ୍ଗ ମହୋତ୍ସବ ଏବଂ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ଏହି ପ୍ରସିଦ୍ଧ ପର୍ବ, ଯାହାର ମହାନ ଭାରତୀୟ ସଂସ୍କୃତି ହେଉଛି ଅନ୍ୟତମ ବୈଶିଷ୍ଟ୍ୟ। ଫାଲ୍ଗୁନ ପୂର୍ଣ୍ଣମୀ ତିଥିରେ ଏହି ଉତ୍ସବ ହୁଏ। ରଙ୍ଗର ପାର୍ବଣ ମଧ୍ୟରେ ସମଗ୍ର ଭାରତବର୍ଷର ନିଚ୍ଛକ ଛବିକୁ ଚିତ୍ରିତ କରିଥାଏ। ହୋଲି ଏକ ପର୍ବ ଯେଉଁଥିରେ ସମାଜର ପ୍ରତ୍ୟେକ ବର୍ଗର ଲୋକ ଯିଏ ଯେଝା ଭାବରେ ରଙ୍ଗୀନ ହୁଅନ୍ତି। ହୋଲି ଉତ୍ସବରେ ପ୍ରେମମୟ କୃଷ୍ଣ ଓ ଶ୍ରୀରାଧାଙ୍କ ଦେହରେ ପ୍ରେମର ପ୍ରତୀକ ଅବିରକୁ ଅର୍ପଣ କରାଯାଇଥାଏ। ରାଧାକୃଷ୍ଣଙ୍କୁ କେନ୍ଦ୍ର କରି ହିଁ ଏହି ମହାନ ହୋଲି ପର୍ବର ପରିକଳ୍ପନା। ଏହି ପର୍ବ ଆମ ପରମ୍ପରାର ବାର୍ତ୍ତା ବହନ କରେ। ହୋଲି ନିଜର ଅନନ୍ୟ ରୂପ, ଭାବ ଓ ଦର୍ଶନକୁ ନେଇ ସ୍ୱାତନ୍ତ୍ର୍ୟ ଜାହିର କରିବାର ଅବସର ରଖେ। ପ୍ରକୃତି ମଧ୍ୟ ଅନୁରୂପ ମର୍ଯ୍ୟାଦା ଦେଇଥାଏ। ନବପଲ୍ଲବରେ ସୁନ୍ଦର ଦିଶେ ବୃକ୍ଷରାଜି ସବୁ। ସବୁଜ ବନାନୀର ଶିରି ଉଲ୍ଲସିତ କରେ ପୃଥିବୀକୁ। ବର୍ଷକର ବିରାମ ପରେ ପକ୍ଷ ବିସ୍ତାର କରିଥାଏ ଋତୁରାଜ ବସନ୍ତ। ଅଳ୍ପ ଅଳ୍ପ ଶୀତ ମନକୁ ଆନନ୍ଦିତ କରୁଥିଲା ବେଳେ ମନ୍ଦ ମନ୍ଦ ମଳୟ ଏକ ନିଆରା ସ୍ପର୍ଶରେ ବିମୁଗ୍ଧ କରେ ପ୍ରାଣକୁ। ଆମ ପରମ୍ପରା, ଆମ ସଂସ୍କୃତି ଓ ଆମ ଐତିହ୍ୟର ସାକ୍ଷୀ ହେଉଛି ଦୋଳଯାତ୍ରା। ଏହା ହୋଲି ପର୍ବର ଏକ ଆଧ୍ୟାତ୍ମିକ ଦିଗ। ଏହାର ସାଂସ୍କୃତିକ ବିଭବ ହୋଲିର ରଙ୍ଗକୁ କେବେ ଧୂସର କରିଦିଏ ନାହିଁ। ହୋଲି ସାମାଜିକ, ସାଂସ୍କୃତିକ ମୈତ୍ରୀ ଓ ଐକ୍ୟର ବାର୍ତ୍ତା ବହନ। ଦୋଳଯାତ୍ରା ଫଗୁଣ ଶୁକ୍ଳ ଦଶମୀରେ ଆରମ୍ଭ ହୁଏ। ଭଗବାନ ଶ୍ରୀକୃଷ୍ଣ ଏହି ପର୍ବର ମୂଳ। ଆର୍ଯ୍ୟଭୂମି ଭାରତରେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି କଳି କଳୁଷହାରୀ ଲୀଳାମୟ ପୁରୁଷ ଓ ରତିଶେଖର ପ୍ରୀତିଦାୟକ ଓ ସଂହତି ସଦ୍ଭାବର ପ୍ରବର୍ତ୍ତକ। ସେ କାମ, କ୍ରୋଧ, ଲୋଭ, ମୋହ ଓ ମାୟା ରୂପକ ରାକ୍ଷସମାନଙ୍କର ସଂହାରକ। ଦ୍ୱାପର ଯୁଗରେ ଗୋପୀ ଗୋପାଳ ରାଧାକୃଷ୍ଣଙ୍କର ଅଭିନ୍ନ ରୂପ ଚିନ୍ତା କରି ଚାଚେରି ଖେଳିଥିଲେ। ଯୁଗଳ ମୂର୍ତ୍ତିଙ୍କୁ ଦୋଳିରେ ଝୁଲାଇ ଫଗୁରେ ରଙ୍ଗେଇ ଦେଉଥିଲେ। ଦେଶର ବିଭିନ୍ନ ପ୍ରାନ୍ତରରେ ପାଳିତ ଏହି ପର୍ବ ସୃଷ୍ଟି ମୂଳରେ ରହିଛି ଅନେକ କିମ୍ବଦନ୍ତୀ। ତଥାପି ଏହାର ପାଳନର ବିଧି ପ୍ରାୟତଃ ସବୁଆଡ଼େ ସମାନ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏହି ଦୋଳଯାତ୍ରା ରୂପରେ ଏହାକୁ ପାଳନ କରାଯାଏ। ପଶ୍ଚିମବଙ୍ଗରେ ବିମାନରେ ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ମୂର୍ତ୍ତି ଶୋଭା ପାଉଥିଲା ବେଳେ ଓଡ଼ିଶାରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ମାଘର ପରବର୍ତ୍ତୀ